ସ୍ୱଭାବ କବି ଗଙ୍ଗାଧର ମେହେର ଆଧୁନିକ ଓଡ଼ିଆ ସାହିତ୍ୟର ଅନ୍ୟତମ ନମସ୍ୟ କବି ଗଙ୍ଗାଧର ମେହେର ସମ୍ବଲପୁର ଜିଲ୍ଲାର ବରିପାଲି ଗ୍ରାମରେ 1862 ମସିହା ଶ୍ରାବଣ ପୂର୍ଣ୍ଣିମା ଦିନ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଆହ୍ୱାନ ଥିଲା ଦେଶ ପ୍ରତି ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ। ଏଠି କବି କହୁଛନ୍ତି କି ମାତୃଭୂମି ଆଉ ଭାଷା ପ୍ରତି ଯାହା ହୃଦୟରେ ମମତା ନାହିଁ, ତାକୁ ଯଦି ଆମେ ଜ୍ଞାନୀ ଗୁଣୀରେ ଗଣିବା ଆଉ ଅଜ୍ଞାନୀ ରହିବେ ନାହିଁ ଦେଶରେ। କହିଛନ୍ତି ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗ ନିଜ ମାତୃଭାଷା। ଯଦି ତମେ ଉଚ୍ଚ ହେବାକୁ ଚାହୁଁଛ, ଆଗେ ତମ ମାତୃଭାଷାକୁ ଉଚ୍ଚ କର, ତାପରେ ଯାଇ ତମେ ଉଚ୍ଚ ହେବ। ତାପରେ କହିଛନ୍ତି କି ମାତୃଭୂମି ମାତୃଭାଷାରେ ବଦନ ଦୀପ୍ତ କର ଦେଇ ଧନ ଧ୍ୟାନ ମନ। ମାତୃଭୂମି ଆଉ ମାତୃଭାଷା ପ୍ରତି ଧନ ଆଉ ମନକୁ ଦିଅ। ଗଙ୍ଗାଧର ମେହେର ଦେଶ ପ୍ରତି ଏତିକି ଆହ୍ୱାନ ଦେଇଛନ୍ତି।